ଉଦ୍‌ଯାପିତ ହେଲା ଜାଲିର ନକ୍ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଗହଳ ଚହଳରେ ପରିପୂର୍ଣ୍ଣ ପଡ଼ିଆର ଚତୁଃପାର୍ଶ୍ୱ। ଜନସମୁଦ୍ରରେ ଜୁଆର ଖେଳୁଛି ଶୂନ୍ୟ ଆକାଶ ତଳେ ଥିବା ଘାସର ଚଟାଣ ପଡ଼ିଆର ଛାତି। ଛୋଟରୁ ବଡ଼ ପର୍ଯ୍ୟନ୍ତ ଖୁବ୍ ଉତ୍ସାହ ମନରେ ଆଗ୍ରହର ପ୍ରତିଛବି ଦେଖାଉଥାଏ ସମସ୍ତଙ୍କ ମୁହଁରେ। ହୃଦୟ ଭିତରେ ସୃଷ୍ଟି ହୋଇଯାଇଥାଏ ବିଜୟର ଅନୁସନ୍ଧାନ। ଆଖିରେ ପଲକ ନ ପକାଇ ଚାହିଁ ରହିଥାନ୍ତି ରଣାଙ୍ଗନର ସେହି କଅଁଳ ପଡ଼ିଆ ମଧ୍ୟକୁ। ନିଜର ପରାକ୍ରମ ଦେଖାଇ ସଂଘର୍ଷର ଭିନ୍ନ ଏକ ସ୍ୱାଦ ଚାଖିବା ପାଇଁ ବିଜୟ ତିଳକ ଆଶାରେ ଲାଗିପଡ଼ିଛନ୍ତି ଖେଳାଳି। କିଏ ପିନ୍ଧିବ ବିଜୟର ତିଳକ? ସେହି ସୁଯୋଗ ଆସିବା ପୂର୍ବରୁ ଖୁବ୍ ଆଗ୍ରହ ସହକାରେ ଦର୍ଶକ ଅପେକ୍ଷା କରି ରହିଛନ୍ତି ପଡ଼ିଆ ଚତୁଃପାର୍ଶ୍ୱରେ। ଫୁଟବଲ ଖେଳ ଏକ ମନୋରଞ୍ଜନଧର୍ମୀ ହୋଇଥିଲେ ମଧ୍ୟ ଏହା ଏକ ସଂଘର୍ଷପୂର୍ଣ୍ଣ ହୋଇଥିବାରୁ କେହି କେହି ଏହାକୁ ଖେଳର ରଣାଙ୍ଗନ ମଧ୍ୟ କହିଥାନ୍ତି। ଖୁବ୍ ସଂଘର୍ଷପୂର୍ଣ୍ଣ ହୋଇଥାଏ ଫୁଟବଲ ଖେଳ। ଏହି ଫୁଟବଲ ଖେଳ ଦେଖିବା ପାଇଁ ଲୋକମାନଙ୍କ ଆଗ୍ରହ ମଧ୍ୟ ରହିଥିବାରୁ ଯେଉଁଠି ଫୁଟବଲ ଖେଳ ହେଉଥିଲେ ମଧ୍ୟ ଲୋକଗହଳିର ପରିବେଶ ଦେଖିବାକୁ ମିଳିଥାଏ। ଠିକ୍ ସେମିତି ଏକ ସଂଘର୍ଷପୂର୍ଣ୍ଣ ଫୁଟବଲ ଖେଳ ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜାଲି ଖେଳ ପଡ଼ିଆରେ। ଜାଲି ଗ୍ରାମର ଯୁବ ପ୍ରଗତି ଏବଂ ଖେଳ ଅନୁଷ୍ଠାନ ଦ୍ୱାରା ଷଷ୍ଠତମ ନକ୍ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା କେନ୍ଦୁଝର ଜିଲ୍ଲା ପୂର୍ବତନ ବିଜେପି କୃଷକ ମୋର୍ଚ୍ଚାର ସଦସ୍ୟ ଶ୍ରୀମନ୍ତ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। ସମ୍ମାନନୀୟ ଅତିଥି ଭାବେ ଚମ୍ପୁଆ ବ୍ଲକ ସାଂସଦ ପ୍ରତିନିଧି ତଥା ପୂର୍ବତନ ଚମ୍ପୁଆ ବ୍ଲକ ଅଧ୍ୟକ୍ଷ ସିଦ୍ଧାର୍ଥ ସିଂ ଯୋଗଦେବା ସହିତ ତଥା ବିଜେପି ସଦସ୍ୟ ଦିବାକର ମହାନ୍ତ, ବଳରାମ ନାୟକ, ବରିଷ୍ଠ ଓକିଲ ରମେଶ ପ୍ରଧାନ ଏବଂ ଜର୍ମାନୀ ମହାନ୍ତ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ଅଲେଖ ଚନ୍ଦ୍ର ପାତ୍ର, ସମ୍ପାଦକ ରମାକାନ୍ତ ନାୟକ, ପରାମର୍ଶଦାତା ରମାକାନ୍ତ ନାୟକଙ୍କ ବଳିଷ୍ଠ ଆୟୋଜନରେ 2024ର ଏହି ସଂଘର୍ଷପୂର୍ଣ୍ଣ ଫୁଟବଲ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିବସରେ ମ୍ୟାକମିଲନପୁର ଏବଂ ଏଆର୍ ବ୍ରଦର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଫାଇନାଲ ଫୁଟବଲ ଖେଳଟି ଖୁବ୍ ରୋମାଞ୍ଚକର ହୋଇଥିବା ବେଳେ ଦର୍ଶକମାନେ ଖୁବ୍ ମଜା ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସଂଘର୍ଷପୂର୍ଣ୍ଣ ଭାବରେ ଫୁଟବଲ ଖେଳ ଚାଲିଥାଏ। ଦୁଇ ଦଳ ମଧ୍ୟରେ କେହି ହାର ମାନିବାକୁ ପ୍ରସ୍ତୁତ ନୁହନ୍ତି। ଉଭୟ ଦଳ ନିଜ ନିଜର ଖେଳ ପ୍ରଦର୍ଶନ କରି ଦର୍ଶକମାନଙ୍କୁ ମନୋରଞ୍ଜନ ବାଣ୍ଟି ଚାଲିଥାନ୍ତି। ଦର୍ଶକମାନେ ବ୍ୟାକୁଳ ହୋଇପଡ଼ୁଥାନ୍ତି କିଏ ପିନ୍ଧିବ ବିଜୟ ମୁକୁଟ? ସମୟକ୍ରମେ ଖେଳ ଶେଷ ହୋଇଗଲା। ତଥାପି ଉଭୟ ଦଳ କାହା ପାଖରେ ହାର ମାନି ନଥିଲେ। ଅମୀମାଂସିତ ହୋଇ ଖେଳର ଯବନିକା ପରଦା ନଇଁ ଆସିଲା। କମିଟିର ଅନ୍ତିମ ନିଷ୍ପତ୍ତିରେ ବିଜୟ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରି ପେନାଲଟି ସଟ୍‌ର ନିଷ୍ପତ୍ତି ନେଇଥିଲେ। ଆରମ୍ଭ ହୋଇଥିଲା ପୁଣି ବିଜେତାର ମହାପର୍ବ ପେନାଲଟି ସଟ୍। ପେନାଲଟି ସଟ୍‌ରେ ଏଆର୍ ବ୍ରଦର୍ସ ଟିମ୍ 3 ଗୋଲରେ ମ୍ୟାକମିଲନପୁରକୁ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିବାର ସୁଯୋଗ ପାଇଥିଲେ। ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ ଉତ୍ସବ ଆୟୋଜନ ହୋଇଥିଲା। ବିଜେତା ଟିମ୍‌କୁ 50,000 ଟଙ୍କାର ପୁରସ୍କାର ରାଶି ଦିଆଯାଇଥିବା ବେଳେ ରନର୍ସ ଅପ୍‌କୁ 35,000 ଟଙ୍କାର ପୁରସ୍କାର ରାଶି ଦିଆଯାଇଥିଲା। ଚମ୍ପୁଆରୁ ଦୀପକ କୁମାର ନାୟକଙ୍କ ରିପୋର୍ଟ, ଏବି ନ୍ୟୁଜ୍।